ଅନାନୀଟି ଏରୋପ୍ଲେନ୍ ଗଲାଣି। ନମସ୍କାର, ମୁଁ ଆସିକି ପହଞ୍ଚି ଯାଇଛି ମୁମ୍ବାଇର ଏସିଆର ସବୁଠାରୁ ବଡ଼ ବିଗେଷ୍ଟ ମହଲ। ସେ ମହଲର ନାଁ ହେଉଛି ଆମର ଫିନିକ୍ସ ମଲ୍। ଆଉ ସେଠାରେ ଆମର ପହଞ୍ଚି ଯାଇଛୁ। ଆମେ ଭିତରୁ ଯିବା, ଭିତରେ ଏଣ୍ଟ୍ରାନ୍ସ ଦେଖିବା। ଏଠି ଆମକୁ ସେ ଚେକିଂ କରିଦେଇଛନ୍ତି। ଚେକିଂ କଲା ପରେ ଏଇ ରହିଲା ତାର ଭିତରର ଭିୟୁଟା, କିଛି ଫାଷ୍ଟ ଭିୟୁଟା। ଆଉ ଦେଖନ୍ତୁ, ଏଠି ଆମେ ଭିତରକୁ ଯିବା। ବହୁତ ଏଠି ସବୁ ବାହାର ଦେଶରୁ, ମାନେ ବହୁତ ଆଗରୁ ଲୋକ ସବୁ ଆସୁଛନ୍ତି, ମାନେ ବିଦେଶରୁ ଚୀନରୁ ଲୋକ ଆସିକି ଏଠି ଆସୁଛନ୍ତି ଏଠିକି। ଅନାନି ଏଠି ବୁଲିବାକୁ ଗଲେଣି। ଆମେ ବି ଯିବା ତାର ବୁଲାରେ। ଏମିତି ଆମ ଭାଗ୍ୟରେ ନାହିଁ, ଏମାନେ ତ ବୁଲୁଛନ୍ତି। ଯାହା ହଉ ଆମ ଭାଗ୍ୟରେ ନାହିଁ, ଆମେ ତ ଏକୁଟିଆ ଭିଡ଼ିଓ କରି ବୁଲିବା। ଆଉ ଦେଖିପାରୁଥିବେ ଏଠି ସବୁ ତାଙ୍କର ସବୁ ରହିଛି। ଇଏ ରହିଛି ଆମର ଭିତର ଏଣ୍ଟିଆର ଆର୍ଟଟା। ଦେଖିପାରୁଥିବେ ଆମେ ଏଠି ଗୁଳି ମାରିଦେଲୁ। ଗୁଳି ମାରିଲା ପରେ ଏଇ ସବୁ ଠିଆ ହେଇଛନ୍ତି, ତାଙ୍କ ନାଜମାନ ଗାଈ ଠିଆ ହେଇଛନ୍ତି। ନା ସୁଇମିଂ କରିବାକୁ ଯିବେ, ସୁଇମିଂ। ଆଉ ଦେଖିପାରୁଥିବେ ଆମେ ଏପଟକୁ ଯିବା। ଏପଟ ଦେଖିପାରୁଥିବେ, ଏପଟ ତାର ସିଏ ଆଉ ଜଣେ ସୁଇମିଂ କରିବ। ଆଉ ତାପରେ ମୁଁ ଯାଇଥିଲି, ତାପରେ ସାଇକେଲ ଥୁଆ ହେଇଥିଲା, ସାଇକେଲ ଚଲେଇଲି। ଚଲାବେଳେ ଯେଉଁ ମଜା ନେଲା, ଗଳି ପଡ଼ିବି ନା କ'ଣ। ଆଉ ବୁଲିଲି। ତାପରେ ଚଲେଇ ମୋ ଦେହ କ'ଣ ଫେରେ ରଖିଦେଲି ତାକୁ। ରଖିଦେଲା ପରେ ଅନାନି ସେଇ ଯେଉଁ ବ୍ୟାଡ଼ମିଣ୍ଟନ ତାକୁ ଧରିକି ଦେଖିଲା ବେଳକୁ, ତା ପ୍ରାଇସ୍ ଦେଖିଲା ବେଳକୁ ମୋ ମୁଣ୍ଡ ଖରାପ ହେଇଗଲା। ମୋ ମୁଣ୍ଡ ତ ଅକଲ ଗୁଡ଼ୁମ ହେଇଗଲା। ଆଉ ଅନାନି ତାକୁ ଫେରେ ତା ଜାଗା ତାକୁ ରଖିଦେଲି। ମୁଁ ଆସିଗଲି। ତାପରେ ଆସିକି ଗୋଟେ ଡ୍ରେସ୍ ଦେଖିଲି, ଗୋଟେ ଟି ସାର୍ଟ ଦେଖିବା, ଘରକୁ ନେବା ପିନ୍ଧିବା। ତା ପ୍ରାଇସ୍ ଦେଖିଲି 7,500 ଟଙ୍କା। ମୋ ମୁଣ୍ଡ ତ ଗୁଡ଼ୁମ। ଆଉ ତାପରେ ଆସିକି ଗେମ୍ ଖେଳିଲି। ତା ଭିତରୁ ଗେମ୍ ବକ୍ସ ଭିତରକୁ ଗଲାବେଳକୁ, ରୁମ୍ ଭିତରକୁ ଗଲାବେଳକୁ କହିଲେ 800 ଟଙ୍କା ଦିଅ। ହଉ 800 ଟଙ୍କା ନିଅ ପଛେ ଯିବା। ଗଲା ବେଳକୁ ଗୁଳି ମାରେ, ଖେଳେ। ତାପରେ ଗୋଟେ ବାଇକ୍ ଥୁଆ ହେଇଥିଲା, ଗୋଟେ ନିଜାକୁ ଚଲେଇଲି। ଏମିତି ଚଲେଇ ସାଇଲା ପରେ, ତାପରେ ବୁଲିବାଲି ସାଇଲା ପରେ ଦେଖିପାରୁଥିବେ ଏଟା ତାର 800 ଟଙ୍କା ଦେଇକି ଆ ଭିତରେ ଖେଳିବାକୁ ପଇଲା। ତ ଖାଲି ମାଗଣାଟାରେ ଖାଲି ଦୂର ହେଲୁ, ଖେଳିଲୁ ଖାଲି 800 ଟଙ୍କା। ଆଉ ତାପରେ ଆସିଗଲୁ ତା ଏପଟକୁ ପାର୍କ, ତାଙ୍କର ପାର୍କକୁ ଆସିଗଲୁ। ଇଏ ରହିଲା କିଛି ତାର ଏଣ୍ଟେରିୟର ଭିଡ଼ିଓ। ଇଏ ରହିଲା ପାର୍କ। ବାଏ ବାଏ, ଟାଟା, ରହିଲି, ନମସ୍କାର।